ହ୍ୟାଲୋ ହାଏ ନମସ୍ତେ। ଆପଣମାନେ ଭଲ ରୁହନ୍ତୁ ସମସ୍ତେ। ବର୍ତ୍ତମାନ ଆପଣମାନଙ୍କୁ କହୁଛି ଗାଡ଼ି ବିଷୟରେ। ଆପଣ ରାତିରେ ନିହାତି ଗାଡ଼ି ଚଲାଉଥିବେ। ରାତି ଗାଡ଼ି ଚଲାଇଲା ମାନେ ଆପଣଙ୍କୁ ନିଦ ନିହାତି ଲାଗୁଥିବ ବି, ସେଇଟା ଭଲ ଭାବରେ ଜଣା। ମୋତେ ବି ମୁଁ ଗାଡ଼ି ଚଲାଉଛି ରାତିରେ ନିହାତି ନିଦ ଲାଗୁଛି। ସେ ନିଦରୁ କ'ଣ କରିବେ ନା, ତ କେଉଁଠି ଗାଡ଼ି ସାଇଡ଼୍ କରିଦେବେ। ଆପଣ ପୁଡ଼ିଆ କରିଦେଲେ ପୁଡ଼ିଆ ଖାଇବେ, ମୁହଁ ଧୋଇ ପକାଇବେ, ଚା ମାରିଦେବେ, ଚାଙ୍ଗଲା ହେଇଯିବେ। ଆପଣଙ୍କର ଯେଉଁ ଅଭ୍ୟାସ ଥିବ ସେ ଅଭ୍ୟାସ ନିହାତି କରିବେ। ନହେଲେ ରାତି ଅଧରେ ଗାଡ଼ି ଚଲାଇଲା ତ ରାତି କେଇଟା ଟାଇମ୍ରେ ନିଦଟା ଆସେ। ନିଦ ଯଦି ଆସେ ତ ଖାଇସାରିଲା ପରେ 11ଟା 12ଟା ବେଳକୁ ଆପଣ କୁଆଡ଼େ ଯାଇଥିବେ, ଖାଇଲେ ସେଇ ଟାଇମ୍ରେ ହୋଟେଲରେ ଖାଇସାରିଲା ପରେ ହିଁ ନିଦଟା ଆସିବ ଧୀରେ ଧୀରେ। ତ ନହେଲେ ରାତି ପୁରା 3ଟା ଟାଇମ୍ ହେଇଥିବ ତ ସେଇ ଟାଇମ୍ରେ ହିଁ ଆସିବ ନିଦଟା। ତ ସେଇଟାକୁ କଣ୍ଟ୍ରୋଲ୍ କରିବାକୁ ହେଲେ ଆପଣଙ୍କୁ ସେଇ ସାଇଡ଼୍ କରି ରହିବ। ନିଦ ଲାଗିଲା ମାନେ ହଁ ଟିକେ ଟିକେ ନିଦ ଲାଗୁଛି ପଳେଇବି, କ'ଣ ହେବ, ଆପଣଙ୍କ ଜୀବନ ପ୍ରତି ବିପଦ, ତ ରିକ୍ସ ନେବେ କ'ଣ ପାଇଁ, ସାଇଡ଼୍ କରିଦେବେ। ସାଇଡ଼୍ କରିକି ଆପଣଙ୍କୁ ଟିକେ ରିଲାକ୍ସ କରିବେ। ତାପରେ ଚା ଜଳଖିଆ କିମ୍ବା ତ ଜଳଖିଆ ସେ ଟାଇମ୍ରେ ଖାଇ ହେବନି, ଚା ନିହାତି ପିଇ ହେବ। ଆପଣଙ୍କ ଯେଉଁ ଅଭ୍ୟାସ ଥିବ ପାନ ପୁଡ଼ିଆ ଗୁଟକା, ତ ପାନ ପୁଡ଼ିଆ ଗୁଟକା ଯଦି ନ ଖାଉଛନ୍ତି ଆଇଦର ସିଏ କ'ଣ କରିବେ ନା କୁରକୁରି ଗାଡ଼ିରେ ରଖିଦେବେ କି ମଟର ଫଟର ଟାଇମ୍ ପାସ୍ ପାଇଁ। ତ ଆଭେଲେବୁଲ୍ ଆପଣଙ୍କର ପାର୍ଟି ଯଦି ଚାଲିଥିବ ତ କିଛି ଅସୁବିଧା ନାହିଁ। ତ ନହେଲେ ଆପଣଙ୍କ ସହିତ କିଏ କଥା ହେଉଥିବେ ତାଙ୍କ ସହିତ କଥା ହେଇକି ଟାଇମ୍ ପାସ୍ କରିବେ ରାତି ଅଧରେ। ଆଉ ମନରେ ଭାବିବେନି ଯେ ହଁ ଟିକେ ଟିକେ ନିଦ ଲାଗୁଛି ତ ପଳେଇବି। ପଳେଇଲା ମାନେ ଆପଣଙ୍କ ପାଇଁ ବିପଦ ସେଇ ଜିନିଷଟା। ତ ପ୍ରାୟ ଟାଇମ୍ ମୁଁ ଯାଉଛି ଦେଖୁଛି ଉଇଥିବି ସେ ଗାଡ଼ି ଗଲାବେଳକୁ ଟ୍ରକ୍ ଗୋଟେ ପଲଟିକି ରହୁଛି, କେଉଁ କାର୍ ଗୋଟେ କେଉଁ ଭିତରେ ପୁରେଇ ଦେଇଛି, କେଉଁଠି କ'ଣ ହେଉଛି। ତ ସେମିତି ହିଁ ହେଉଛି। ମୋର ବି ସେମିତି ବି ମୁଁ ଟ୍ରାଏ ଗୋଟେ ଥର କରିଥିଲି, କ'ଣ ଯିବି ହାରି ବୋଲି ଭାବିଲି, ହେଲେ କିନ୍ତୁ ଗଲାବେଳକୁ ଗାଡ଼ି ଏପଟ ସେପଟ ହେଲା। କିନ୍ତୁ ମୁଁ ଜାଣିପାରିଲି ନିହାତି ଗାଡ଼ି ସାଇଡ଼୍ କରିକି ମୁଁ ରଖିଲି। ଗାଡ଼ି ସାଇଡ଼୍ କରି ରଖିକି ମୁହଁ ଧୋଇଲି, ସେଠି ରହିଲି 10-15 ମିନିଟ୍, ଚା ପିଇଲି, ଚା ପିଇକି ବାହାରିଲି ମୁଁ। ସେଇଥିପାଇଁ ଆପଣମାନଙ୍କୁ କହୁଛି ମାନେ ସେଇ ଭଳିଆ ସିଷ୍ଟମ୍ରେ ଚାଲିବେ, ସେମିତି ହିଁ କରିବେ। ଜୀବନଟା କେତେ କଷ୍ଟରେ ହେଇଛି ଭଗବାନ ଦେଇଛନ୍ତି। ତ ସେ ଜୀବନଟା ଭଗବାନ ଯେଉଁଦିନ ଯାହା କରିବେ ଜାଣି ଶୁଣିକି ଜୀବନଟା ନେବା ଦ୍ୱାରା ପ୍ରୋବ୍ଲେମ୍। ଯେଉଁଟା ଟେନସନ୍ ଲାଗୁଛି, ଯେଉଁଟା ବି ଇଏ ହେଉଛି ମାନେ ଟେନସନ୍ରେ ପଳେଇବି, ହଁ ରାତି ଅନ୍ଧରେ ପଳେଇବି, କିଛି ଅସୁବିଧା ନାହିଁ। ସେଇଟା ରିକ୍ସରେ ଟିକେ ଯିବାକୁ ପଡ଼ୁଛି। ଆପଣଙ୍କୁ କହିଦେଲି। ଧନ୍ୟବାଦ। ଥ୍ୟାଙ୍କ ୟୁ।